ରୂପସାର ଏତେ ବଡ଼ ସାହସ। କିଏ ସେଇ ଅଦୃଶ୍ୟ ଶକ୍ତି ଯିଏ ରୂପସା ପଛରେ ରହି ଏଇ ଭୟଙ୍କର ଖେଳ ଖେଳୁଛି? କାହିଁକି ଆଦର୍ଶ ଏତେ ଅସହାୟ? ଆଜିର ଏପିସୋଡରେ ଦେଖିବେ ଏମିତି କିଛି ଯାହା ଆପଣଙ୍କ ହୋସ୍ ଉଡ଼ାଇଦେବ। ଆଦର୍ଶ କହେ ତାହାର ଏତେ ସାହସ, ପଲ୍ଲଭୀ ଏତେ କନଫିଡେନ୍ସ ରୂପସା ପାଖରେ କେଉଁଠୁ ଆସିଲା? କାହିଁକି ଆମେ ସବୁବେଳେ ତା କଥା ମାନୁଛୁ? ବହୁତ ହେଇଗଲା, ଆଉ ମୁଁ ଏମିତି ହାତ ବାନ୍ଧି ବସିବିନି। ଏବେ ମୁଁ କିଛି ବଡ଼ ପଦକ୍ଷେପ ନେବି। ପଲ୍ଲଭୀ କହେ ଆଦର୍ଶ ପ୍ଲିଜ୍ ତମେ ଶାନ୍ତ ହୁଅ, ତମ ଦେହ ଏବେ ବି ସୁସ୍ଥ ନାହିଁ। ରୂପସା ବିଷୟରେ ମୁଁ ଚିନ୍ତା କରୁଛି, ବିଶ୍ୱାସ ରଖ, ମୁଁ ନିଶ୍ଚୟ କିଛି ସମାଧାନ ଖୋଜି ବାହାର କରିବି। ଗୌରବ ଆସି ଆଦର୍ଶଙ୍କ ରୁମ୍ରେ କହେ ପଲ୍ଲଭୀ ତମେ ଏକା ନୁହଁ, ମୁଁ ତମ ସାଙ୍ଗରେ ଅଛି। ସେ ରୂପସାକୁ ତାର ଅସଲ ଔକାତ ଦେଖାଇବା ପାଇଁ ମୁଁ ଯେକୌଣସି ସୀମା ପର୍ଯ୍ୟନ୍ତ ଯିବାକୁ ପ୍ରସ୍ତୁତ। ମାୟା କହେ ଏହା ଏତେ ସହଜ ନୁହେଁ ଗୌରବ। ରୂପସା ଯେପରି ନିର୍ଭୟରେ ଆମକୁ ଧମକ ଦେଉଛି, ତା ପଛରେ ନିଶ୍ଚୟ କୌଣସି ବଡ଼ ଶକ୍ତିର ହାତ ଅଛି। କିଏ ସେ? ବନ୍ଧୁଗଣ, କିଏ ହୋଇପାରେ ସେହି ରହସ୍ୟମୟ ବ୍ୟକ୍ତି? କ'ଣ ଆଦର୍ଶ ଓ ଗୌରବ ମିଶି ରୂପସାର ପର୍ଦ୍ଦାଫାଶ କରିପାରିବେ? ଆପଣଙ୍କୁ କ'ଣ ଲାଗୁଛି? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ଆଗକୁ ଏମିତି ଧମାକାଦାର ଅପଡେଟ୍ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।